ଶୃଙ୍ଖଳା କଣ ୟୁଜ କରିବା, ଶୃଙ୍ଖଳା କେମିତି ବଜାୟ ରହିବ ଗୋଟେ କ୍ଲାସରୁମ ରେ, ତାକୁ କୁହନ୍ତି ଡିସିପ୍ଲିନାରୀ ପ୍ରାକ୍ଟିସ। ଡିସିପ୍ଲିନ ମାନେ କଣ? ଶୃଙ୍ଖଳା। ତ କେମିତି ଶୃଙ୍ଖଳିତ ଢଙ୍ଗରେ କ୍ଲାସ ହବ ତାକୁ କୁହନ୍ତି ଡିସିପ୍ଲିନାରୀ ପ୍ରାକ୍ଟିସେସ୍। କଣ ୟୁଜ ହେଲା ଶୃଙ୍ଖଳାରେ, କଣ ସବୁ ଆମେ ୟୁଜ କଲେ ଷ୍ଟ୍ରାଟେଜି। ଡିସିପ୍ଲିନ ନହେଲେ ଗୋଟେ କ୍ଲାସ କେବେ ଚାଲିବନି। ଯଦି ଏମିତି ମନୋଟୋନି ଚାଲିଥିବ, ଯଦି ଏମିତି ପରସ୍ପର ଗପୁଥିବେ, ଦେନ୍ ସମସ୍ତେ ବିହେଭିୟର କିଏ କାହାକୁ ଠିକ କରୁନଥିବେ, ଇଏ ତାକୁ ମାରଧର ପିଟର ସବୁ କରୁଥିବେ, ଦେନ୍ ପଢାଟା କଣ୍ଟିନ୍ୟୁ ଭଲ ହେଇପାରିବ କି? ହେଇପାରିବନି। ତ ସେଥିପାଇଁ ପ୍ରଥମେ ଆସିଲା ଡିସିପ୍ଲିନ। ଶୃଙ୍ଖଳା ନିହାତି ଦରକାର। ମ୍ୟାନେଜମେଣ୍ଟରେ ତମର ଟୋଟାଲ ବିହେଭିୟର କଥା କୁହାଯାଇଛି। ତ ଡିସିପ୍ଲିନାରୀ ପ୍ରାକ୍ଟିସ ଆମେ ଯଦି କହିବା, ଯୋଉ ମେଥଡ ୟୁଜ କରିକି ଟିଚର କଣ କରେ, କ୍ଲାସରୁମ ର ଡିସିପ୍ଲିନ ଟାକୁ ବଜାୟ ରଖେ, ପ୍ରପର ବିହେଭିୟର ପିଲାମାନଙ୍କ ପାଖରେ ଥାଏ, ତାକୁ କୁହନ୍ତି ଡିସିପ୍ଲିନାରୀ ପ୍ରାକ୍ଟିସେସ୍। ତାମାନେ କିଛି ଗୋଟେ ରୁଲସ ସେଟ କରିଥିବ କ୍ଲାସ ରୁମ ର, ଏତିକି ସମୟରେ ଆମେ ଆସିବା, ଏତିକି ସମୟରେ ପଢାପଢି କରିବା, ଏତିକି ସମୟ ଏନଗେଜ ରହିବା, ଏତିକି ସମୟ ଆମର ଖେଳକୁଦ ଅଛି, ଏତିକି ସମୟରେ ଆମେ ଘରକୁ ଯିବା। ତ କିଛି ୱାର୍ଣିିଂସ ଥିବ, ଏଇ କାମ କରିବାନି, କାହାକୁ ମିସବିହେଭ କରିବାନି, କାହାକୁ କିଛି ଏମିତି ଚୋରି କରିବାନି, କାହାର କିଛି ପଜିଟିଭ ରେଇନଫୋର୍ସମେଣ୍ଟ ଥିବ। ହଁ, ପିଲାମାନଙ୍କୁ କାଉନସିଲିଂ କରାଯାଉଥିବ, କୋଉଠି କିଏ ଦୋଷ ଦୁର୍ବଳତା କାହାର କୋଉଠି ରହିଲା, ଭଲ କଲେ ରିୱାର୍ଡ ଦିଆ ହଉଥିବ। ବିଭିନ୍ନ ଜିନିଷ କରେକ୍ସନ ମଧ୍ୟ କରାହଉଥିବ। ପୁରା ମାନେ ଗୋଟେ ଡିସିପ୍ଲିନାରୀ ଆକ୍ଟିଭିଟିଜ, ଡିସିପ୍ଲିନ ପୁରା କ୍ଲାସରୁମ ଟା ଥିବ, ଗୋଟେ ପିସଫୁଲ ଲର୍ଣ୍ଣିଂ ଏନଭାରନମେଣ୍ଟ ଥିବ, ତାକୁ କୁହନ୍ତି ଡିସିପ୍ଲିନାରୀ ପ୍ରାକ୍ଟିସ। ସମସ୍ତଙ୍କ ପାଇଁ ସମାନ ସୁବିଧା ଦିଆଯାଉଥିବ, ଫେୟାର ଟ୍ରିଟମେଣ୍ଟ ଫର ଅଲ୍, କନସିଷ୍ଟେଣ୍ଟ ରୁଲ ସମସ୍ତଙ୍କ ପାଇଁ ଥିବ, ପଜିଟିଭ ଗାଇଡାନ୍ସ ସମସ୍ତଙ୍କୁ ଦିଆଯାଉଥିବ, ରେସପେକ୍ଟଫୁଲ କମ୍ୟୁନିକେସନ ପରସ୍ପର ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ ଥିବ, ସମସ୍ତଙ୍କୁ ଏନକରେଜ କରାହଉଥିବ କାମ କରିବା ପାଇଁ। ହଁ, ତାକୁ କୁହାଗଲା କଣ? ଡିସିପ୍ଲିନାରୀ ପ୍ରାକ୍ଟିସେସ୍। ଦେଖିବା ନୋଟ୍ସ ରେ କଣ ଅଛି, ବୁଝିଲ ୟା ମାନେ କଣ? The punish based discipline does not improve school safety, learning and behavior. ପନିଶମେଣ୍ଟ ଦେଲେ ଯେ ଗୋଟେ ପିଲା ଆଗେଇବ, ପନିଶମେଣ୍ଟ ହିଁ ଗୋଟେ ଜିନିଷର ସଲ୍ୟୁସନ, ଏଇଟା କେବେ ବି ନୁହଁ। ତ ପିଲାକୁ କେବେ ପନିଶମେଣ୍ଟ ଦେଇକି ତମେ ସୁଧାରି ପାରିବ ନାହିଁ। ଓକେ, ସେ ସେଇଆ କହିଲା। Research has demonstrated that suspension, expulsion are not the solution to dangerous and disruptive student behavior. କାହାକୁ ସସ୍ପେଣ୍ଡ କରିଦବା, ଟିସି ଦେଇଦବା, ଏହା ଦ୍ୱାରା ସେ ବିହେଭିୟର ମଡିଫିକେସନ ହେଇଯିବ, ସେଟା ଗୋଟେ ଫାଲତୁ କଥା। କିଛି ସେମିତି ହେଇପାରିବ ନାହିଁ। Zero tolerance policies as usually implemented do not increase school safety, negatively impact minority students with disability. ତୁମେ ଯଦି ପିଲାମାନଙ୍କର ସେଫ୍ଟି ଟୋଟାଲି ରଖିବନି, ତ ଇଏ ବି ଗୋଟେ ପିଲାମାନଙ୍କ ପାଇଁ କଣ ନେଗେଟିଭ ଇମ୍ପାକ୍ଟ ପକେଇବ। Research has proven that positive discipline strategies benefits all students because କଣ ପାଇଁ ଗୋଟେ ସକାରାତ୍ମକ ଶୃଙ୍ଖଳା ଯଦି ଆମେ ଦବା, ସେଇ ଷ୍ଟ୍ରାଟେଜିଟା ଯଦି ଆପ୍ଲାଏ କରିବା, ସେଟା କାହିଁକି ପିଲାମାନଙ୍କ ପାଇଁ ବହୁତ ବେନିଫିସିଆଲ ହୁଏ। Discipline that is fair, corrective and therapeutic, group relationship building activities with students reduces the livelihood of further problem. ଯଦି ପିଲାମାନଙ୍କ ସହିତ ଫେୟାର ଡିସିସନ ହଉଥିବ, ପିଲାମାନଙ୍କ ସହିତ ଗୋଟେ ତାଙ୍କର ଭୁଲ କୋଉଥିଲେ କରେକ୍ସନ କରାହଉଥିବ, ସେମାନଙ୍କ ସହିତ ଗ୍ରୁପରେ ଗୋଟେ ଡିସ୍କସନ ହଉଥିବ, ଟିମ ୱାର୍କ ହଉଥିବ, ତ ଏଇ ସବୁ କଣ ନା ଫର୍ଦର ମାନେ ରିଡ୍ୟୁସ କରିଦିଏ ତମର ମିସବିହେଭିୟରକୁ। A loving and caring relationship complete with engaging curriculum present discipline problem. ଯଦି ତମେ ଗୋଟେ ଲଭିଂ ଆଉ କେୟାରିଂ ରିଲେସନସିପ ଦେଇଥିବ, ମାର ଧର ନ କରିକି ପିଲାମାନଙ୍କୁ ଶାନ୍ତି ସେ ବୁଝଉଥିବ, ପ୍ୟାର କରୁଥିବ ପିଲାମାନଙ୍କୁ, ପିଲାମାନଙ୍କ ପ୍ରତି କେୟାରିଂ ଥିବ, ଏଇ ସବୁରେ କଣ ନା ଡିସିପ୍ଲିନାରୀ ପ୍ରୋବ୍ଲେମ ଗୁଡାକ ବହୁତ ତମର ଭଲ ହୁଏ। ହଁ, ବେଶୀ ପ୍ରୋବ୍ଲେମ ଗୁଡାକୁ ବହୁତ ରିଡ୍ୟୁସ କରିଯାଏ ଆଉ ପିଲାମାନଙ୍କର ବିହେଭିୟରରେ ବହୁତ ସୁଧାର ଆସେ। There are a number of research-based approaches to provide proactive system of behavioral support in schools. କିଛିଟା ତମର ରିସର୍ଚ୍ଚ ବେସିସରେ କିଛିଟା ଆପ୍ରୋଚ ନିଆ ହେଇଛି ଡିସିପ୍ଲିନାରୀ ଆକ୍ଟିଭିଟିଜ ପାଇଁ, ଯେମିତିକି ଭାয়োଲେନ୍ସ ପ୍ରିଭେନ୍ସନ ପ୍ରୋଗ୍ରାମ। କିଛି ଅହିଂସା ହେବ ନାହିଁ, କିଛି ଭାয়োଲେନ୍ସ ହେବ ନାହିଁ, ପିଲାମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଏର୍ଲି ଇଣ୍ଟରଭେନସନ ରହିବ, ପିଲାମାନଙ୍କର ସେମିତି କିଛିଟା ପ୍ରୋବ୍ଲେମ ହବନି। ପିଲାମାନେ ଯଦି କୋଉଥିରେ କିଛି ଡାଉଟ ରହୁଛି କି ପିଲାମାନଙ୍କର କିଛି ବି ମାନେ ପ୍ରୋବ୍ଲେମ ରହୁଛି, ସେ ସବୁ ଆମେ ଏର୍ଲି ଡିଟେକ୍ଟ କରିପାରିଥିବା। ପିଲାମାନଙ୍କୁ ଆମେ କିଛି ପ୍ରୋବ୍ଲେମ ହବାକୁ ମାନେ ଦେବା ନାହିଁ। ଏର୍ଲି ଇଣ୍ଟରଭେନସନ ମାନେ କଣ, ଧର ଆମେ ପିଲାମାନଙ୍କୁ ମାନେ ଆଇଡେଣ୍ଟିଫାଏ କରିବା ତାଙ୍କ ପ୍ରୋବ୍ଲେମକୁ, ତାଙ୍କୁ ହେଲ୍ପ କରିବା ଏର୍ଲି ଷ୍ଟେଜରୁ ମାନେ ଯଦି ଲର୍ଣ୍ଣିଂ ରିଲେଟେଡ କୌଣସି ଇସ୍ୟୁ ପ୍ରୋବ୍ଲେମ ମାନେ ଫେସ୍ କରୁଛନ୍ତି, ବିହେଭିୟରାଲ ଡିଫିକଲ୍ଟି କିଛି ତାଙ୍କର ରହୁଛି, as soon as possible ଏର୍ଲି ଫେଜରୁ ଆମେ ତାକୁ କଣ
डिटेक्ट କରିନେବା ମାନେ early identification of problems ଯୋଉଟା କୁହନ୍ତି intervention early intervention ମାନେ nothing but early identification of problems ମାନେ immediate support ତାଙ୍କୁ ଦବ special teaching method ତାଙ୍କ ପାଇଁ change କରାହବ କୋପରେସନ କୋପରେଟ କରିବ ତାଙ୍କୁ କଣ୍ଟିନ୍ୟୁଅସ ମନିଟରିଂ କରୁଥିବ ସେମାନଙ୍କୁ ହଁ ତ ୟା ପାଇଁ ୟା ଦ୍ଵାରା କଣ ହବ ତାଙ୍କର ପ୍ରୋବ୍ଲେମ୍ସ ଗୁଡାକ କଣ ଶୀଘ୍ର ସଲ୍ଭ ହେଇଯିବ ଲର୍ଣ୍ଣିଂ ଆବିଲିଟି ତାଙ୍କର ବଢିବ ଓକେ ଲର୍ଣ୍ଣିଂ ଆବିଲିଟି ବଢିଲା କନଫିଡେନ୍ସ ତାଙ୍କ ଭିତରେ ବୁଷ୍ଟ ହେଲା ଇମୋସନାଲ ଗ୍ରୋଥ ସେମାନଙ୍କର ହେଲା ଇନକ୍ଲୁସିଭ ଏଜୁକେସନ ମଧ୍ୟ ଏଥିରେ ହେଇପାରିଲା ଯୋଉଥିରେ ସମାବେଶୀ ଶିକ୍ଷା ମୁଁ କହିଥିଲି ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବ ଓକେ ଦେନ୍ ଦେଖିବା କ୍ୟାରେକ୍ଟରିଷ୍ଟିକ୍ସ ଅଫ ଇଫେକ୍ଟିଭ ଡିସିପ୍ଲିନାରୀ ପ୍ରାକ୍ଟିସେସ୍ ଇନକ୍ଲୁଡ जो तुम्हारा कैरेक्टरिस्टिक्स कौन अच्छे लो स्टाफ टू स्टूडेंट रेशियो विथ हाईली ट्रेन्ड स्टाफ ମାନେ ନିହାତି ଟ୍ରେନ୍ ଷ୍ଟାଫ ମାନେ ରହିଥିବା ଦରକାର ଏମିତି ଏରିଆରେ ଷ୍ଟାଫ ଆଣିକି ଥୋଇ ଦେଇ ପାରିବେନି ଆମେ ସେମାନେ ପିଲାମାନଙ୍କୁ କେବେ ବି କଣ ସେଇ ସହି ମାର୍ଗରେ ନେଇପାରିବେନି ପିଲାମାନଙ୍କୁ ଖାଲି ପନିଶମେଣ୍ଟ ଦେବେ ବାଡେଇବେ ପିଟିବେ ପିଲାମାନଙ୍କର ସମସ୍ୟା ସମାଧାନ କରିପାରିବେନି ସଫିସିଏଣ୍ଟ ଫଣ୍ଡିଂ ଆଣ୍ଡ ରିସୋର୍ସ ଟୁ ଇମ୍ପ୍ଲିମେଣ୍ଟ ପ୍ରୋଗ୍ରାମ ତମକୁ ସଫିସିଏଣ୍ଟ ରିସୋର୍ସ ଥିବା ଦରକାର ସଫିସିଏଣ୍ଟ ପଇସା ଥିବା ଦରକାର କିଛି ପ୍ରୋଗ୍ରାମ କରିବା ପାଇଁ ଷ୍ଟାର୍ଟ କରିବା ପାଇଁ କିଛି ପ୍ରୋଗ୍ରାମ କରିବା ପାଇଁ ତୁମ ମାନଙ୍କ ପାଖରେ ଯେମିତି କଲେଜ ପାଖରେ ମେନ୍ ଭଲ ଫଣ୍ଡିଂ ଥିବା ଦରକାର ପ୍ୟାରେଣ୍ଟ ଆଣ୍ଡ କମ୍ୟୁନିଟି ଇନଭଲଭମେଣ୍ଟ ପ୍ୟାରେଣ୍ଟସ ହୁଅନ୍ତୁ କମ୍ୟୁନିଟି ମେମ୍ବର ହୁଅନ୍ତୁ ତାଙ୍କର ଇନଭଲଭମେଣ୍ଟ ଯେମିତି ସ୍କୁଲ କିମ୍ବା କଲେଜରେ ଥିବ ସେନ୍ସିଟିଭିଟି ଟୁ ଇଣ୍ଡିଭିଜୁଆଲ ଆଣ୍ଡ କଲଚରାଲ ଡିଫରେନ୍ସେସ୍ ହଁ ଅନଲାଇନ କାଉନସେଲିଂ ସର୍ଭିସେସ୍ ସମସ୍ତଙ୍କ ସହିତ ଇଣ୍ଡିଭିଜୁଆଲି କଣ ତମେ ଯେମିତି ସେନ୍ସିଟିଭିଟି ଡିଫର କରୁଥିବ କି ଟିକେ ଜୋର କହିଦେଲେ ତାକୁ ଖରାପ ଲାଗିଯାଏ କାହାକୁ ଜୋର କହିଲେ ହଁ ସେ ଏକାନେ ପରି ସେ କାନେ ବାହାର କରିଦିଏ ସେଇ ସବୁ ଜିନିଷ ପ୍ରତି ଆମେ ଟିକେ ଦୃଷ୍ଟି ଦେବା ଆବଶ୍ୟକ ଅନଲାଇନ କାଉନସେଲିଂ ସର୍ଭିସେସ୍ ରହିଥିବା ଆବଶ୍ୟକ ଏଇ ସବୁ ଜିନିଷ ଡିସିପ୍ଲିନାରୀ ପ୍ରାକ୍ଟିସ ରେ ଇନକ୍ଲୁଡ ହେଲା ଫର୍ମେଟିଭ ଆଣ୍ଡ ସମେଟିଭ ପ୍ରୋଗ୍ରାମ ଇଭାଲୁଏସନ ପଢିଥିବ ତମେ ନା ତମେ ଥର୍ଡ ସେମ ରେ ବୋଧେ ପଢିବ ଫର୍ମେଟିଭ କଣ ସମେଟିଭ କଣ ଫର୍ମେଟିଭ ମତଲବ କ୍ଲାସ ରୁମ ମଝିରେ ଯୋଉ ଡିସକସନ କରା ହୁଏ କ୍ଲାସ ରୁମ ମଝିରେ ଯୋଉ ପାଠ ପଢୁଛ ସମିଟିଭ ମାନେ କ୍ଲାସ ରୁମ ଲାଷ୍ଟରେ ମାନେ ତମର ଗୋଟେ ବର୍ଷ ଶେଷରେ ଯୋଉ ପରୀକ୍ଷା କରାଯିବ ତାକୁ ସମିଟିଭ ଇଭାଲୁଏସନ କୁହାଯାଏ ସାମଗ୍ରିକ ମୂଲ୍ୟାୟନ ଯୋଉଟା ମଝିରେ ହବ ସେଟାକୁ ଫର୍ମେଟିଭ କୁହନ୍ତି ତ ବୋଥ କ୍ଲାସ ମଝିରେ ବୋଥ କ୍ଲାସ ଶେଷରେ ଟୋଟାଲ ଇଭାଲୁଏସନ ପିଲାକୁ ହେଉଥିବା ଦରକାର ରିସର୍ଚ୍ଚ ବେସ୍ଡ ଇଣ୍ଟରଭେନସନ ଯାହାକୁ ଇଣ୍ଟରଭେନସନ ନଉଛ କି କିଛି ନୂଆ ଏର୍ଲି ଷ୍ଟେଜରେ ତାକୁ କିଛି ଡିଟେକ୍ଟ କରୁଛ ସେ ସବୁକୁ ମଧ୍ୟ ରିସର୍ଚ୍ଚ କରିଥିବା ଦରକାର ଓକେ ବୁଝିଲ ତ ହେଇଗଲା ଡିସିପ୍ଲିନାରୀ ପ୍ରାକ୍ଟିସେସ ରେ କଣ କଣ ସବୁ ଅଛି ତୁମର ଷ୍ଟ୍ରାଟେଜି ଗୁଡାକ ଦେନ୍ ଆମେ ଦେଖିବା ନେକ୍ସଟ ହଉଛି ଆମର ଯୋଉଟା କି ଗୋଟେ ପଡେ ତମର ସର୍ଟ କ୍ୱେଶ୍ଚନ ପଡିବ 5 ମାର୍କସ ର ଆସେ କର୍ପୋରାଲ ପନିଶମେଣ୍ଟ କର୍ପୋରାଲ ପନିଶମେଣ୍ଟ ମାନେ କଣ ଜାଣିଛ ସମସ୍ତେ ଛାତ୍ରଛାତ୍ରୀଙ୍କୁ ଯଦି ଶାରୀରିକ ଭାବରେ ଦଣ୍ଡ ଦେଇ ଶୃଙ୍ଖଳା ରକ୍ଷା କରାଯାଉଥିବ ମାରି ପିଟିକି ପଢା ହଉଥିବ ମାରି ପିଟିକି ଡିସିପ୍ଲିନ କରାହଉଥିବ ଶୃଙ୍ଖଳିତ କରାହଉଥିବ ତାକୁ କୁହନ୍ତି କର୍ପୋରାଲ ପନିଶମେଣ୍ଟ ମାନେ ଶାରୀରିକ ଶକ୍ତି ବ୍ୟବହାର କରିକି ଯଦି ଦଣ୍ଡ ଦଉଥିବ ପିଲାକୁ ତାକୁ କର୍ପୋରାଲ ପନିଶମେଣ୍ଟ କୁହନ୍ତି ମାଡ ମାରିବା ଚଟକଣି ଟେ ମାରିଦବା ବେତରେ ମାରିବା ହଁ ଗୋଇଠା ମାରିବା ଏଇ ସବୁ ଜିନିଷ କଣ ବହୁତ ଭୟ ସୃଷ୍ଟି କରେ ପିଲାଙ୍କ ମନରେ ତାଙ୍କର ମନୋବଳ ମଧ୍ୟ କମେଇ ଦିଏ ଆତ୍ମବିଶ୍ଵାସ କମେଇ ଦିଏ ସ୍କୁଲ ପ୍ରତି ଗୋଟେ ହେଟନେସ ଆସିଯାଏ ଘୃଣା ଆସିଯାଏ ତ ଆଧୁନିକ ଶିକ୍ଷା ଏବେ ଯୋଉ ଚାଲିଛି ମଡର୍ଣ ଏଜୁକେସନ ରେ କର୍ପୋରାଲ ପନିଶମେଣ୍ଟ କୁ ଟୋଟାଲି ସମର୍ଥନ କରାଯାଏ ନାହିଁ ୟା ବିକଳ୍ପରେ କଣ କରାଯାଏ ପରାମର୍ଶ ଦେଇପାରିବ ପିଲାଙ୍କୁ ପ୍ରଶଂସା କରିପାରିବ ସ୍ନେହ ପୂର୍ଣ୍ଣ ଭାବରେ ମାନେ ନିର୍ଦ୍ଦେଶ ତାଙ୍କୁ ଦେଇପାରିବ ବିହେଭିୟର କରେକ୍ସନ କରିପାରିବ ତାଙ୍କର ମଡର୍ଣ ଏଜୁକେସନାଲ ଭ୍ୟୁ ଅନୁସାରେ ହଁ ପିଲାମାନଙ୍କୁ ଏଇ ସବୁ ଜିନିଷ ଡିସଆଡଭାଣ୍ଟେଜେସ କର୍ପୋରାଲ ପନିଶମେଣ୍ଟ ର ତାଙ୍କୁ ହିଟିଂ କରିବା ସ୍ଲାପିଙ୍ଗ କରିବା କ୍ୟାନିଙ୍ଗ କରିବା କି ଚାଇଲ୍ଡ କୁ ପେନଫୁଲ ୱେ ରେ ଲଙ୍ଗ ଟାଇମ ଛିଡା କରିଦବା ଗୋଡରେ ମାନେ ଆଣ୍ଠୁ ତଳେ ଗୋଡି ଦେଇକି ବସେଇଦବା ପିଲାଙ୍କୁ ଚୌକି ଚେୟାର ଲାଇକ ପୋଜିସନ କରିକି ବସିକି ଥା ଏଇ ସବୁ ଜିନିଷ କର୍ପୋରାଲ ପନିଶମେଣ୍ଟ ରେ ଯାଏ ଯୋଉଟା କି ଫିଜିକାଲ ପନିଶମେଣ୍ଟ ଆମେ ପିଲାଙ୍କୁ ଦଉଛେ ସମସ୍ତେ ଥୋଡେ ବହୁତ ଟିକେ ଟିକେ ସ୍କୁଲ କି ଟ୍ୟୁସନ ରେ ପାଇଥିବ ହଁ ତ ଦେଖ କରେଣ୍ଟଲି ଦେର ଇଜ ନୋ ଷ୍ଟାଚୁରୀ or particular definition of children in Indian law यार ଯେମିତି କିଛି definition ନାହିଁ according to RTE right to education ହଁ RTE ମାନେ right to education act 2009 corporal punishment could classified as physical punishment mental harassment discrimination ତ ତିନି ପ୍ରକାରର corporal punishment ଅଛି ପିଲେ ଗୋଟେ physical punishment ଯେମିତି କି ଚଟକଣି ବିଧା ଚାପଡା ଗୋଇଠା ଏଗୁଡା ସବୁ ଚିମଟା ଏଗୁଡା ସବୁ ଫିଜିକାଲ ପନିଶମେଣ୍ଟ ମେଣ୍ଟାଲ ହାରାସମେଣ୍ଟ ଯଦି ମେଣ୍ଟାଲି ତାକୁ ଗଧ ମୂର୍ଖ ଘୁଷୁରୀ ଏ ସବୁ କହିବ ପିଲାଙ୍କୁ କି ତାକୁ ଗୋଟେ କିଛି ଗୋଟେ ଅଲଗା ନାଁ ଦେଇକି ତାକୁ ଚିଡେଇବ
कि ତାକୁ ଗୋଟେ ମୂର୍ଖ ଛୁଆ ଗଧ ଛୁଆ ଏଇ ସବୁ ଜିନିଷ କହିବ ମେଣ୍ଟାଲି ସେ ଯେ ହାରାସ ହେଇଗଲା ତାକୁ ମେଣ୍ଟାଲ ହାରାସମେଣ୍ଟ କୁହାଗଲା ଇଏ ବି କର୍ପୋରାଲ ପନିଶମେଣ୍ଟ ର ଅନ୍ତର୍ଭୁକ୍ତ। ଦେନ୍ ଡିସ୍କ୍ରିମିନେସନ ମାନେ ତାକୁ ତା ଜେଣ୍ଡର ୱାଇଜ ହଉ କି ତାକୁ ତା କାଷ୍ଟ ୱାଇଜ ହଉ ତାକୁ କଳା ଗୋରା ଦେଖିକି ହଉ ଏଇ ସବୁ ଯଦି ତମେ ଡିସ୍କ୍ରିମିନେଟ କରୁଛ ଗୋଟେ ପିଲାକୁ ତୁ କାଳିଟା ତୁ ଗୋରିଟା କି ତୁ ମୋଟିଟା ତୁ ପେଟିଟା ଏଇ ସବୁ ଜିନିଷ ଯଦି କହୁଛ ଦେନ୍ ତାକୁ ଡିସ୍କ୍ରିମିନେସନ କୁହାଯାଏ। ଓକେ ଡିସ୍କ୍ରିମିନେସନ ମଧ୍ୟ କର୍ପୋରାଲ ପନିଶମେଣ୍ଟ ଭିତରେ ଯାଏ। ତ ଫର୍ଷ୍ଟ ଅଫ ଅଲ୍ ଆମେ ଦେଖିବା ଫିଜିକାଲ ପନିଶମେଣ୍ଟ ଗୋଟେ ଦେଖ ରେ ଡାଇଗ୍ରାମ କରାହେଇଛି ଫ୍ଲୋ ଚାର୍ଟ କିକିଂ ଗୋଇଠା ମାରିବା ହିଟିଂ ସ୍ଲାପିଂ making children standing on bench ଉପରେ ଛିଡା କରେଇଦବା standing against wall in the chair like position against wall ତମକୁ କହୁଛି ଚୌକି ଭଳିଆ ବସ୍ତା ହେଲା କାଟିବ ଗୋଡ ହାତ pulling hair ଚୁଟି ଟାଣିଦବା holding ears through legs ଗୋଡ ଭିତରୁ ନେଇକି ହାତକୁ ଗୋଡ ଭିତରେ ଏମିତି ଆଣ୍ଠୁ ପାଖରେ ହାତ ପୁରେଇକି କାନକୁ ଧରିବା ହଁ ହାତ ବୁଲେଇକି ନାକକୁ ଧରିବା ଏଇ ସବୁ ଜିନିଷ ଫିଜିକାଲ ପନିଶମେଣ୍ଟ ର ଅନ୍ତର୍ଭୁକ୍ତ ହେଲା ଜାଣିଲ ଦେନ୍ ଆସିଲା ମେଣ୍ଟାଲ ହାରାସମେଣ୍ଟ ସେମିତି ଗୋଟେ ଫ୍ଲୋ ଚାର୍ଟ କରାହେଇଛି ଡିଗ୍ନିଟି ପିଲାମାନଙ୍କର ଯଦି ଲୋରିଂ ଦ ଚାଇଲ୍ଡ ଡିଗ୍ନିଟି ତାକୁ ଯଦି ତାକୁ ଡିଗ୍ନିଟି ଉପରେ ପ୍ରଶ୍ନ କରିବ ତୋ ବାପା ମା ଏଇଆ ତୁ ତ ମାନେ ମାନେ ଫାଲତୁ କଥା ତାକୁ କହିବ ତା ଡିଗ୍ନିଟି ଉପରେ ଆଞ୍ଚ ଆସିଲା ତାର ନା କଣ ଧର ପିଲା କଣ କୁହନ୍ତି ଡିଗ୍ନିଟିର ଓଡିଆ ଟା ଆମେ କଣ କହିପାରିବା ହୁଁ ଅ କଣ କୁହନ୍ତି ମାନେ ଯେମିତି ତମେ ରେସପେକ୍ଟ ଆଉ ଭାଲ୍ୟୁ ତାକୁ ଦଉନଥିବ ହଁ ତାକୁ ଡିସରେସ୍ପେକ୍ଟ କରୁଥିବ ପିଲାଟାକୁ ଧର ମର୍ଯାଦା ଧର ମର୍ଯାଦା କି ସମ୍ମାନତା ମୂଲ୍ୟବୋଧ ଏଇ ସବୁ ଜିନିଷ ତମେ ଦେଖୁନଥିବ ପ୍ରତ୍ୟେକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଦରକାର ତମେ ଶ୍ରେଣୀ କକ୍ଷରେ ତମେ କ୍ଲାସ ରୁମ ରେ ସମସ୍ତଙ୍କୁ ସମ୍ମାନ ଦବା ଦରକାର ତାଙ୍କ ଭାବନାକୁ ବୁଝିବା ଦରକାର ତାଙ୍କୁ ଅପମାନ ନ କରିବା ଦରକାର ଯଦି ତାଙ୍କ ମର୍ଯ୍ୟାଦା ସମ୍ମାନ ତାଙ୍କ ମୂଲ୍ୟବୋଧ ଏଇ ସବୁର ଯଦି ହ୍ୟାମ୍ପର ହେଲା ଦେନ୍ ତାର ଡିଗ୍ନିଟି ଉପରେ ଆଞ୍ଚ ଆସିଲା ତା ଡିଗ୍ନିଟି ଉପରେ ଆଞ୍ଚ ଆସିଲେ କଣ ତାର ଗୋଟେ ମେଣ୍ଟାଲ ହାରାସମେଣ୍ଟ ଏଇଟା ହେଲା କି ନାଇଁ ଦେନ୍ ସ୍କୋଲଡିଂ ତାକୁ ଗାଳି କରିବା ଯାଛାତ ଇଏ କରିକି ଗାଳି କରିବା କିଛି ତାକୁ ମାନେ ନ ବୁଝି ନ ସୁଝି ସେ ପିଲାଟା ଯଦି ଭୁଲ କରିଦେଲା ଛୋଟ ପିଲା ମାନେ ଭୁଲ କରିବେ ହିଁ କରିବେ ତାକୁ ଗାଳି କରିବା ବିଭିନ୍ନ କଟୁ ଭାଷା ପ୍ରୟୋଗ କରିବେ ସବୁ ସ୍କୋଲଡିଂ ରେ ଗଲା କଲିଂ ନେମ୍ସ ୟୁଜିଂ ହ୍ୟୁମିଲିଏଟିଂ ଆଡଜେକ୍ଟିଭ ଗଧ ଛୁଆ ଘୁଷୁରୀ ଛୁଆ ହାତୀ ଛୁଆ ଏଇ ସବୁ ଜିନିଷ କହିବା ଏଇ ସବୁ ଜିନିଷ ବହୁତ ଟିଚର କୁହନ୍ତି ଏଟା ଭଲ ନୁହଁ ପିଲାମାନଙ୍କୁ ସେମିତି ହ୍ୟୁମିଲିଏଟ କରିବା କଥା ନୁହଁ କେବେ ହଁ ଏମିତି କହିଲେ ବି ସେ ମେଣ୍ଟାଲି ରିଟାୟାର୍ଡ ହେଲା ମେଣ୍ଟାଲି ହାରାସ ହେଲା ୟୁଜିଂ ଡେରିଗୋଟେରୀ ରିମାର୍କସ ତାକୁ ଡେରିଗୋଟେରୀ ରିମାର୍କସ ଦେବା ତୋର ପାଠ ସାଠ ହବନି ମ ତୁ ଗଧ ତୁ ହଳ କରିବୁ ତୁ ମେଣ୍ଢା ଚରେଇବୁ ଏଇ ସବୁ ଜିନିଷ ଯୋଉ ରିମାର୍କ ତାକୁ ଦବା ଖରାପ ଜିନିଷ କହିବା ତାକୁ ଜାଣି ଜାଣି ଖରାପ ମାର୍କ ଗଧଟା ବୋଲି ଟୋଟାଲି ତା ଖାତା ନ ପଢିକି ତାକୁ ମାର୍କ ଖରାପ ଦେଇଦବା ଏଇ ସବୁ ଜିନିଷ ନା ତମର ମେଣ୍ଟାଲ ହାରାସମେଣ୍ଟରେ ଯାଏ ଦେନ୍ ଦେଖିବା ଡିସ୍କ୍ରିମିନେସନ ମାନେ କଣ କହିଲେ ତମକୁ କାଷ୍ଟ ୱାଇଜ ହଉ ଜେଣ୍ଡର ୱାଇଜ ହଉ ଯଦି ଆମେ ଡିସ୍କ୍ରିମିନେଟ କରୁଛେ ଗୋଟେ ପିଲାକୁ ଅନଫେୟାରଲି ଟ୍ରିଟ କରୁଛେ ବିକଜ ତାର କାଷ୍ଟ ଅଲଗା ଅଛି ଲୋୟର କାଷ୍ଟ ଅଛି ଜେଣ୍ଡର ଝିଅଟା ଧର ମାନେ ରିଲିଜିଅନ ୱାଇଜ ଆମେ ହିନ୍ଦୁ ମୁସଲିମ ଏ ସବୁ ଦେଖିକି କହିବା ଲାଙ୍ଗୁଏଜ ୱାଇଜ ଯଦି କହିବା ତାର କିଛି ଡିସାବିଲିଟି ଅଛି ସେ ପିଲାର ଚାଲି ପାରୁନି କି କିଛି ହାତରେ ପ୍ରୋବ୍ଲେମ ଅଛି କିଛି ମେଣ୍ଟାଲି କଣ୍ଡିସନ ଠିକ ନାହିଁ କି ସୋସିଆଲ ବ୍ୟାକଗ୍ରାଉଣ୍ଡ କିଛି ତାର ଖରାପ ଅଛି ମାନେ ତା ମାନେ ହଉଛି ଅନଇକ୍ୱାଲ ଟ୍ରିଟମେଣ୍ଟ ଆମେ ଯଦି ପିଲାମାନଙ୍କୁ ଦେବା ତାକୁ କୁହନ୍ତି ଡିସ୍କ୍ରିମିନେସନ ଇଜ ଅନଇକ୍ୱାଲ ଟ୍ରିଟମେଣ୍ଟ ଅଫ ପିପଲ ଓକେ ତ ଏଇଟା କଣ ପାଇଁ ହୁଏ ଯେତେବେଳେ ଗୋଟେ ଷ୍ଟୁଡେଣ୍ଟସ ମାନେ କଣ କରନ୍ତି ମୁଁ ବେଶୀ ଆଟେନସନ ପାଆନ୍ତି ଜଣେ କମ ଆଟେନସନ ପାଆନ୍ତି ଗୋଟେ ସାର୍ ଦେଖିବ ଗୋଟେ ଛୁଆଙ୍କ ମୁହଁକୁ ନେଇକି ପଢୁଥିବ ଆଉ ଗୋଟେ ଛୁଆଙ୍କୁ ବାସିରେ ପଚାରୁନଥିବେ ଗାର୍ଲସ ଆଉ ବଏଜ ଟ୍ରିଟେଡ ଡିଫରେଣ୍ଟଲି ଗାର୍ଲସ ମାନଙ୍କୁ ଟିକେ ଅଧିକ ଧ୍ୟାନ ଦିଆଯାଉଥିବ ଗାର୍ଲସ ମାନଙ୍କ ପ୍ରତି ଟିକେ ଅଧିକ ଇଏ ଥିବେ ବାକି ପୁଅ ମାନଙ୍କୁ ପଚାରୁ ନଥିବେ ପୁଅ ମାନେ ଯାହା କଲେ କରନ୍ତୁ ହଁ ତ ଷ୍ଟୁଡେଣ୍ଟସ ଫ୍ରମ ପୁଅର ବ୍ୟାକଗ୍ରାଉଣ୍ଡ ଯୋଉମାନେ ଆସନ୍ତି ସେମାନେ ବି ଇଗ୍ନୋର ହେଇଯାନ୍ତି ହେଲା ଯୋଉମାନେ ଡିସାବିଲିଟି ହେଇଯାନ୍ତି ସେମାନଙ୍କୁ ବି ଏକ୍ସକ୍ଲୁଡ କରିଦିଆଯାଏ ତ ଏହାର ଇଫେକ୍ଟ କଣ ପଡେ ତମେ ବି ନିଜେ କିଛି ପିଲା ବି ଫେସ କରିଥିବ ଏହା ଦ୍ଵାରା କଣ ଲୋ ସେଲ୍ଫ କନଫିଡେନ୍ସ ହେଇଯାଏ ସେଲ୍ଫ କନଫିଡେନ୍ସ ଟା ବହୁତ କମିଯାଏ ଗୋଟେ ସାଡନେସ୍ ଆସେ ଦୁଃଖ ଲାଗେ ଫିୟର ଥାଏ ଭୟ ରୁହେ ଗୋଟେ ହଁ ଏକାଡେମିକ ପରଫର୍ମାନ୍ସ ବି ପୁଅର ହେଇଯାଏ ତା ପାଇଁ ପିଲାମାନଙ୍କର ରେଜଲ୍ଟ ଖରାପ ହେଇଯାଏ ସୋସିଆଲି ଗୋଟେ ତମକୁ ଆଇସୋଲେଟ କରିଦିଆଯାଏ ଅନହେଲ୍ଦି କ୍ଲାସରୁମ ଏନଭାୟରନମେଣ୍ଟ ଗୋଟେ ଅନହେଲ୍ଦି ଲାଗେ ହଁ ତ ଟିଚର କଣ କରିବ ଏଥିରେ ରୋଲ ଅଫ ଟିଚର ବହୁତ ଇମ୍ପୋର୍ଟାଣ୍ଟ ଏଠି ରୋଲ ଅଫ ଟିଚର ହଉଛି ଟିଚର ସୁଡ ବି ଟ୍ରିଟ ଅଲ ଷ୍ଟୁଡେଣ୍ଟସ ଇକ୍ୱାଲି
रिस्पेक्ट डाइवर्सिटी, विविधता को से रिस्पेक्ट देवा दरकार, पिलाମାନଙ୍କୁ इनकरेज କରିବା ଦରକାର, ये जो बायसनेस को हटेवा दरकार, अवॉइड बायस, ओके, प्रमोट फेयरनेस, फेयरनेस को प्रमोट କରିବା ଦରକାର। तो डिस्क्रिमिनेशन क्रिएट करे इनइक्वालिटी एंड इट शुड बी रिमूव फ्रॉम एजुकेशन फॉर ए हेल्दी लर्निंग एनवायरनमेंट। बुझिलो, ଏବେ ନୋट्स ଶିଖିବା ଡିସ୍କ୍ରିମିନେସନ କଣ ବୁଝେଇଦେଲି ତମକୁ। ଡିସ୍କ୍ରିମିନେସନ ମାନେ କଣ ଜାଣିଲ? କାହାର କାଷ୍ଟ ୱାଇଜ, କାହାର ମାନେ ବଡି କଲର, ବଡି ଗ୍ରୋଥ ୱାଇଜ, କି କାହାର କଣ ହାଇଟ୍ ହଉ, ହେଲ୍ଥ ହଉ, କିଛି ସୋସିଆଲ ବ୍ୟାକଗ୍ରାଉଣ୍ଡ ପୁଅର ହଉ, ଏଇ ସବୁ ଦେଖି ଯଦି ଆମେ ମାନେ ପାର୍ଥକ୍ୟ ଦେଖେଇବା ପିଲାମାନଙ୍କୁ, attention ଦେବାନି, then that should be called your discrimination. It is understood as prejudiced views and behavior towards any child because of her or his caste, gender, occupation or religion and non-payment of fees, or for being a student admitted under the 25% reservation of disadvantaged groups or weaker sectors of society under the RTE Right to Education 2009। ବୁଝିଲ? ତ କାହାକୁ କାଷ୍ଟ ୱାଇଜ ହଉ କି କିଏ ଯଦି ମାନେ ଲୋअर କାଷ୍ଟ ପାଇଁ କି ତମର ରିଜର୍ଭେସନ କୋଟା ପାଇଁ 25% ମାନେ ରିଜର୍ଭେସନ ସିଟ ରେ ଆଡମିସନ ନେଇଛି, ତାକୁ ବି ଯାଚ୍ଛତା କଥା ଲୋକ କୁହନ୍ତି। ହଁ, ବହୁତ ଦେଖେଇ ଶିଖେଇକି କୁହନ୍ତି ତୋର ତ ମାର୍କ ନାହିଁ, ତୁ ତ କାଷ୍ଟ ପାଇଁ ପଳେଇ ଆସିଛୁ, ତମ ଏତିକି କାଷ୍ଟ ଥିଲେ ମୁଁ କୁଆଡେ କୁଆଡେ ପଳାନ୍ତି, ଏସବୁ ଜିନିଷ କହିଲେ ନା ଜଣେ ଡିସ୍କ୍ରିମିନେଟ ହେଇଯାଏ, ତାକୁ ଖରାପ ଲାଗେ। ଓକେ, ତ ୟାର ସବୁ କର୍ପୋରାଲ ପନିଶମେଣ୍ଟ ଅଫ ସ୍କୁଲ କଣ କଣ ଅଛି? କର୍ପୋରାଲ ପନିଶମେଣ୍ଟ ହାଜ ବିନ୍ ଏ ଟପିକ ଅଫ ଡିବେଟ ଫର ମେନି ଇୟର୍ସ। ବହୁତ ବର୍ଷ ପର୍ଯ୍ୟନ୍ତ କର୍ପୋରାଲ ପନିଶମେଣ୍ଟ ଗୋଟେ ତର୍କ ହିସାବରେ ରହିଲା କି ଏଇଟା ଠିକ ନା ଭୁଲ। One of the biggest concern against corporal punishment is that punishment can severely lower the self-esteem of a child। ନିହାତି ଭାବରେ ପିଲାର ମର୍ଯ୍ୟାଦା, ପିଲାର ମାନ ସମ୍ମାନ ଏଥିରେ ହାନି ହୁଏ, ପିଲାର ଡିଗ୍ନିଟି ଲୋୟର ହୁଏ। Corporal punishment also promotes productivity in a student or child। Corporal punishment certainly let the person know where they have crossed the line। ପିଲାମାନଙ୍କୁ ଗୋଟେ ସୀମା ଅଛି, ସେ ସୀମା ବି କ୍ରସ୍ କରିଦେଲେ ଏଇଟା ଭଲ ନୁହଁ। ଓକେ, the relevant constitutional provisions କଣ କଣ ରହିଛି? Article 21 ରେ ଲେଖା ହେଇଛି, this article the constitution of India gives provision to right to education for children up to 14 years of age। 14 ବର୍ଷ ପର୍ଯ୍ୟନ୍ତ ସମସ୍ତେ ଏଜୁକେସନ ପାଇପାରିବେ। It also interferes with a child's right to education because fear of corporal punishment makes children more likely to avoid school। ଯଦି ଆମେ ପନିଶମେଣ୍ଟ ଦବା, ପିଲାକୁ ମାରିବା ପିଟିବା, ଦେନ୍ ପିଲା ଆଭଏଡ କରିବ ସ୍କୁଲକୁ। ହଁ, ସ୍କୁଲ ଛାଡିଦବ। ତ ଏଇ ସବୁ ଜିନିଷ ଆର୍ଟିକଲ 21 ରେ ଲେଖା ହେଇଛି କି ଆମେ କର୍ପୋରାଲ ପନିଶମେଣ୍ଟ ଦେବା ନାହିଁ ଆଉ 14 ଇୟର୍ସ ପର୍ଯ୍ୟନ୍ତ ଆମେ ଏଜୁକେସନ ପିଲାକୁ ଦେଇପାରିବା। ଆରଟିଇ ଆକ୍ଟ, ତମର ରାଇଟ ଟୁ ଏଜୁକେସନ ଆକ୍ଟ 2009 ରେ ଲେଖା ହେଇଛି, the right of children to free and compulsory education RTE Act 2009 prohibits physical punishments and mental harassment under section 17 and 1। ତ ଏଇ ଆକ୍ଟରେ ଲେଖା ହେଇଛି କି ଆମେ ଫିଜିକାଲ ପନିଶମେଣ୍ଟ ହଉ, ପିଲାମାନଙ୍କୁ ମାରିବା ପିଟିବା, ମାନେ ମେଣ୍ଟାଲି ସେମାନଙ୍କୁ ହାରାସ କରିବା, ଏସବୁ ଜିନିଷ ଆମେ କରିପାରିବା ନାହିଁ। ଆଉ ପିଲା କମ୍ପଲସରି ଏଜୁକେସନ ପାଇପାରିବ ଆକ୍ଟ 2009 ଅନୁସାରେ। ଓକେ, then the Juvenile Justice Act 2000, the Juvenile Justice Care and Protection of Child। ଓକେ, ଏଠି କେୟାର ଅଫ ପ୍ରୋଟେକ୍ସନ ଅଫ ଚାଇଲ୍ଡ ଲେଖା ହେଇଛି। ଆକ୍ଟ 2000 criminalizes acts that may cause a child mental or physical suffering। ତ ଆମେ କଣ କରିବା ନା, ପିଲାମାନଙ୍କୁ ମେଣ୍ଟାଲି ହଉ କି ଫିଜିକାଲି ହଉ ସଫର କରିପାରିବା ନାହିଁ, ଏଇଟା ଗୋଟେ କ୍ରାଇମ ରେ ଯିବ। ହଁ, ତ ଯିଏ ଯୋଉ ପର୍ସନ କରିବ ସେ ଗୋଟେ କ୍ରିମିନାଲ ରେ ଯିବ, ଏହା କୁହାହେଲା। Scheduled Caste and Tribes Act 1989, this out is used prosecute an adult who inflicts corporal punishment upon a SC or ST child। Schedule caste ହେଲା, SC ST child ମାନଙ୍କୁ ତୁମେ ଏମିତି କିଛି ପନିଶମେଣ୍ଟ ହଉ କି କିଛି ଜିନିଷ ଖରାପ ହେଇକି ତାଙ୍କୁ ବାଧିଲା ଭଳିଆ କହିପାରିବ ନାହିଁ। କ୍ଲାସରୁମ୍ ରୁଲ୍ସ ରୁଟିନ୍ସ ଆଣ୍ଡ ରେଗୁଲେସନ, ଦ ଟିଚର ଆଣ୍ଡ, ଏବେ ଦେଖିବା ଆମେ ଏତିକି ସରିଗଲେ ତମର କର୍ପୋରାଲ ପନିଶମେଣ୍ଟ। ଯଦି କର୍ପୋରାଲ ପନିଶମେଣ୍ଟ 5 ମାର୍କସ ର ପଡିଲା, ଆଗ ଇଣ୍ଟ୍ରୋଡକ୍ସନ ଦବ, ଇଣ୍ଟ୍ରୋଡକ୍ସନ ରେ ଲେଖିବା ଆର କିଛି ସହି ମାନେ କଣ ଡେଫିନେସନ ଏଯାଏଁ ଆସିନି। ଆରଟି ୟାକୁ କହିଥିଲା କି କର୍ପୋରାଲ ପନିଶମେଣ୍ଟ ହେବା କଥା ନୁହଁ। ଇଏ ତିନି ପ୍ରକାରର, ଗୋଟେ ଫିଜିକାଲ ପନିଶମେଣ୍ଟ, ଗୋଟେ ମେଣ୍ଟାଲ ହାରାସମେଣ୍ଟ ଆଉ ଗୋଟେ ଡିସ୍କ୍ରିମିନେସନ। ଏଇ ତିନିଟାକୁ ବୁଝେଇଦବ। ଯୋଉ ଫ୍ଲୋ ଚାର୍ଟ ହେଇଛି ସେ ଫ୍ଲୋ ଚାର୍ଟ କୁ ତମେ ତଳକୁ ତଳ କରିକି ଆଉଥରେ ପଏଣ୍ଟ ୱାଇଜ ଲେଖି ମଧ୍ୟ ପାରିବ। ଯେମିତି କି ଫିଜିକାଲ ପନିଶମେଣ୍ଟ ରେ ତମରେ ଏସବୁ ଗୋଟେ ଡାଇଗ୍ରାମ କରୁଛ ନା, ସେଠି ବି ଲେଖିପାରିବ ଫିଜିକାଲ ପନିଶମେଣ୍ଟ ଇନକ୍ଲୁଡ କ୍ୟାନିଂ,
ସ୍कोल्डिंग सॉरी माने स्लैपिंग बिटिंग हिटिंग ए सब जिनस लिखि परिबो तापर ଗୋଟେ डायग्राम କରି परिबो ताकि तुम खाता भी फुल ହେଇଯିବ देन क्लासरूम रूल्स रूटीन्स और रेगुलेशंस देखिबा क्लासरूम रे कोन कोन रूल्स फॉलो करिवो रूटीन्स केमती फॉलो करिवो ताको रेगुलेट केमती प्रॉपर करिवो केमती द टीचर एंड स्टूडेंट्स शुड एंटर क्लासरूम ऑन टाइम समयानुवर्तित हबा निहाती आवश्यक फॉर क्लास एंड शुड नॉट लीव द क्लासरूम बिफोर द एंड ऑफ द क्लास क्लासरूम सरीबा पूर्वरु दर्तर छानिया है कि क्लासरूम छाड़ी के जिबा कथा नुह दिस शुड नॉट डिस्टर्ब अदर इन क्लास पिला माने कोन पिला मानको डिस्टर्ब करबा कथा नुह माने पिला मानको अदर क्लास को डिस्टर्ब करिया कथा नुह कहला स्टूडेंट शुड नॉट च्यूइंग गम ईट एंड ड्रिंक इन क्लास इटा बहुत बैड मैनर्स पिला माने गोटे च्यूइंग गम चोबो थांदी क्लासरूम रे पानी न कहि पी दियंती तळु लुचे लुचे खाई दउथबे के तळु लुचे लुचे पिला आचार फचार आनिकी खाଆନ୍ତି क्लासरूम रे केते जलजीरा चाटुଥାନ୍ତି बसिकी ए सब जिंस पूरा अवॉइड करिया कथा दे शुड ऑब्जर्व हाई स्लीप्स ऑफ ऑर्गेनाइजेशन व्हेन एंटरिंग एंड लिविंग द लैबोरेटरी हां ए सब जिंस हमें बेसी ध्यान देवा आवश्यक एक्सरसाइज सेल्फ कंट्रोल निज को सेल्फ कंट्रोल रहिवा दरकार हाँ एवरी आवर ऑफ द लेक्चर मस्ट बी मार्क्ड इन द अटेंडेंस सेट जे चित्र क्लास कला अटेंडेंस सेट रे एतिकु एतिकी क्लास ए क्लास हला ओडिया हला हिंदी हला बायो हला ए सब मार्क करिया दरकार इफ स्टूडेंट्स आर लेट बाय 15 मिनिट्स शुड राइट एन एक्सक्यूज सो as to sit in the class एक्सक्यूज देबो लिखिबो कौन पई एब्सेंट रहिलो 15 मिनिट काहेकि डिले हला देन तुमे क्लास रे पैसा बसिबा पई अनुमति मिलि परिबो therefore establishing routines or procedures it is important to ensure that students understand and the reason for the routine the reason or routine timing पिला मानको अवगत थिबा दरकार allow students to the routine through rehearsal do not teach the students too many routines at a time एते भी पिला मानको पई दबा कथा नो जेमति से माने किछि मने रखि परिबेनी कम कम पढ़ेबो इफेक्टिव पढ़ेबो हाँ कम कुह इफेक्टिव कुह कम कम पढ़ो भल से पढ़ो द प्रोसेस ऑफ एस्टाब्लिशिंग रूटीन्स एंड प्रोसीड्यूर्स मे टेक सेवरल डेज ये सब जिनस करबा पई बहुत समय लागे सेवरल डेज मध्ये तुमे नै परिबो हाँ द स्ट्रेटजी टू मैनेज बिहेवियर प्रॉब्लम रे तुम गोटे अछि प्रिवेंटिव सपोर्टिव और करेक्टिव को स्ट्रेटजी अप्लाई करी तुम बिहेवियर मैनेजमेंट करि परिबो तुम जो बिहेवियरल इश्यू रहइबो जो बिहेवियरल पैटर्न जो तुमरा मिसबिहेव रोची ए सब जिंस केमिति सेट आउट हे परबो प्रिवेंशन स्ट्रेटजी कोन प्रिवेंटिव strategies are those strategies that help to prevent the occurrence of minor behavioral issues in the class minor behavioral issue हला कोन टिके चटपटा खाई देलो काहा टिके खिंची देलो के काहा टिके मिसबिहेव कर देलो ए सब जिंस माइनर इश्यू जोटा के हां in this regard it is necessary for a teacher to know his or her students their interest and learning style ପିଲା କେମିତି ପଢିବାକୁ ଚାହୁଁଛି ପିଲାର କୋଉଥିରେ ରୁଚି ଅଛି ଏ ସବୁ ଜିନିଷ ଟିଚର ଜାଣିବା ଦରକାର ତାକି ଏଇ ସବୁ ଜିନିଷ ଇଗ୍ନୋର ହେଇପାରିବ ଏଇ ସବୁ ଜିନିଷ କଣ ହେଇପାରିବ ଆଭଏଡ ହେଇପାରିବ following are the key preventive strategy ଯେମିତି teacher organization ଗୋଟେ teacher organization ଭାବରେ ରହିବା ଦରକାର teachers should prepare lessons field and organize activities so as to minimize distraction ମାନେ distraction को avoid କରିବା ଦରକାର ଏମିତି activity କରିବ well manage କରିବ organize କରିବ ଜିନିଷଟାକୁ ଯେମିତି ପିଲାଙ୍କର distraction ଟା କମିବ engaging activity ପିଲାମାନଙ୍କୁ ବିଭିନ୍ନ activity ରେ engage କରେଇଦବ ତାକି ପିଲାମାନେ disturb ହେଇପାରିବେନି in order to prevent students from getting bored engage students in the activities ପିଲାମାନେ ବୋର ହଉଥିବେ ଯଦି ପିଲାମାନଙ୍କୁ ଏମିତି କିଛି ଗୋଟେ activity ଦେଇଦେ ଯେମିତି ପିଲାମାନେ ସେଇଥିରେ ଲାଗିକି ରହିବେ ହଁ team work କରିବେ establishing classroom rules କିଛି ଗୋଟେ classroom ର rule setup ହେବ students should understand that there are certain guidelines that have to be followed ଯେମିତି ପିଲାମାନେ ଜାଣିବେ ଏଇ ସବୁ ଜିନିଷ ଆମେ follow କରିବା ଦରକାର ଏଇ ଜିନିଷ follow ନ କଲେ ଆମକୁ ରିୱାର୍ଡ ମିଳିବନି ଆମକୁ କେହି ଭଲ କହିବେ ନାହିଁ ତ କିଛି କ୍ଲାସରୁମ ରୁଲ ସେଟଅପ୍ ରହିବା ଦରକାର ପ୍ରାକ୍ଟିସ ମ୍ୟୁଚୁଆଲ ରେସ୍ପେକ୍ଟ गिव रेस्पेक्ट टेक रेस्पेक्ट कहली तुमको पिला पिलांको भितरे पिला और टीचर भितरे रेस्पेक्ट रहिबा दरकार देयर शुड बी ए म्यूचुअल रेस्पेक्ट बिटवीन द टीचर एंड द स्टूडेंट प्रमोट द लाइकहुड ऑफ स्टूडेंट्स पार्टिसिपेशन पिलांकर पार्टिसिपेशन पई परस्पर मध्य गोटे सम्मान भाव रहिबा दरकार देन बिल्डिंग रिलेशनशिप केमती बिल्ड हवा दरकार सिंपल डिस्कशंस विथ द स्टूडेंट्स विल अलाउ टू बिल्ड रिलायबल रिलेशनशिप आमे सिंपल डिस्कशन जदि पिला मानो किछि कहिबानी किछि करेबानी किछि काम दबानी पिला माने के बसिला आमे तो पिलांक सहित किछि गोटे माने हेल्दी डिस्कशन करबा पिला को किछि गोटे भलो कथा शेयर करबा देन पिला आम भितरे पिला हमर पिला भितरे गोटे
reliable relationship बढ़िबो। having good relationship will prevent misbehavior among the student। जो टीचर माने देखियो बहुत भल बिहेव करथिबे पिला मानकु, सेई टीचर मानकु पिला बहुत भल पांती। सेई टीचर रिटायर्ड हे गले कि सेई टीचर पळेइले कुआडे पिला तांको बहुत मिस करंती। बट गोटे टीचर बहुत जदि गाली फाली करथिबे पिला मानकु, अनयथा अननेसेसरी युक्ति करथिबे, से सब जिंस रे पिला तांको भल पाइबेनी। तो पिला मानक सहित भल रिलेशनशिप करबाको हेले तुमे पिलाମାନଙ୍କୁ प्रॉपर बिहेव ଦେଖେଇବା ଦରକାର, ଯେମିତି କି ପିଲା ତମମାନଙ୍କୁ ଭଲ ପାଇବେ। मोटिवेशन कौन? मोटिवेशन कैन बी माने तुमरो अभिप्रेरणा। मोटिवेशन कैन बी फोस्टर्ड इंट्रिंसिकली और एक्सट्रिंसिकली। इंट्रिंसिकली कौन, एक्सट्रिंसिकली कौन? इंट्रिंसिकली माने अंतः अभिप्रेरणा, जोटा मन भितर आसे कि मु जदि आज बीएड कंप्लीट करूची, देन मु ओटीटी ओस्टेट क्लियर करूची, आरएचटी एलटीआर क्लियर करूची, ମୁଁ ଗୋଟେ ଭଲ ହାଇସ୍କୁଲ ଟିଚର ହେଇପାରିବି। ଏଇଟା ହେଲା ଇଣ୍ଟ୍ରିନ୍ସିକ ଅଭିପ୍ରେरणा। ମୁଁ ତମକୁ ଅନ୍ତଃ ଅଭିପ୍ରେरणा ଦେଲି କି ତୁ ଭଲସେ ପଢେ ତାକି ଯେମିତି ତୁ ଗୋଟେ ଗଭର୍ଣ୍ଣମେଣ୍ଟ ର ଟିଚର ହେଇପାରିବୁ। ଏକ୍ସଟ୍ରିନ୍ସିକାଲି କଣ? ବାହ୍ୟ ଅଭିପ୍ରେरणा ପ୍ରେରଣା ମାନେ ତୁ ଯଦି ସେକେଣ୍ଡ ସେମିଷ୍ଟର କମ୍ପ୍ଲିଟ କରିଦବୁ ମୁଁ ତତେ ଗୋଟେ ଭଲ ଲିପଷ୍ଟିକ କିଣିକି ଦେବି। ତାମାନେ କିଛି ଗୋଟେ ଜିନିଷ ପାଇବା ପାଇଁ ତମେ ଲଢିଲ। ମତେ ଗୋଟେ ଭଲ ଲିପଷ୍ଟିକ ପାଇବାର ଅଛି, ମତେ ଗୋଟେ ଗୁଚିର ବ୍ୟାଗ ପାଇବାର ଅଛି, ମତେ ଗୋଟେ ଭଲ ପରଫ୍ୟୁମ ପାଇବାର ଅଛି, ଦେନ୍ ମୁଁ ପାଠ ପଢିବି। ତାକୁ କୁହାଗଲା एक्सट्रिंसिकली मोटिवेटेड। तो दी प्रकार अछि, गोटे इंट्रिंसिक मोटिवेशन जोटा कि भितरु आसे, मु गोटे भल इंजीनियर हबा पई पाठ पढिबी, आउ ना मते बापा गोटे भल गोटे वीडियो रिमोट कंट्रोल वाला कार देबे बोली मु पाठ पढिबी। जदि किछि रिवॉर्ड पई किछि जिंस पाइबा आसरे तमे लागुछ, ताकू कुहागला एक्सट्रिंसिकली मोटिवेटेड। ओके, तो ए दीटा जक मोटिवेशन पिला को दबा दरकार। पिला को इंट्रिंसिकली भी मोटिवेट करबा दरकार, एक्सट्रिंसिकली भी मोटिवेट करबा दरकार। से ऐसे कहला मोटिवेशन कैन बी फोस्टर्ड थ्रू द टीचर्स enthusiasm and पैशन ऑफ द सब्जेक्ट। पिला मानकर पैशन अनुसार, टीचर रो पैशन अनुसार, से अनुसार पिला माननकु कोन पढ़िबा दरकार, फोस्टर करबा दरकार, मोटिवेट करिया दरकार। धर गोटे पिला को बायो भल लागुचे, हम कहबे नहीं तो बायो रे तो कैरियर गढ़े, तो जूलॉजी बॉटनी ऑनर्स नहीं कि पढ़े, पीजी करे, पीएचडी करे, ये सब जिंस हम मोटिवेट करि परिबा। तो अकॉर्डिंग टू सब्जेक्ट तो मोटिवेट करि परिबा पिला को। then ଆସିଲା supportive disciplinary strategy। supportive ଏଟା ଗଲା preventive। okay, then ଦେଖିବା supportive କଣ? supportive disciplinary strategies are those strategies that aim to prevent minor misbehavior from escalating or increasing into behavior that will disrupt students learning। जोटा पिलार शिक्षण रे बाधा प्राप्त देबो, जोटा जो मिसबिहेवियर पिला को शिक्षारो दूरेई दबो, हाँ ताको कहते सपोर्टिव डिसिप्लिनरी स्ट्रेटेजी। जेमती कि सम सपोर्टिव डिसिप्लिनरी इंक्लूड विथ इटनेस, माने it is the idea that teachers are aware of their students and what they are going to do at all times। तुम सबले पिला कथा लाखिक रहइबो, पिला कोन करूची, पिला ऑल टाइम्स कोठी लागिक रहउची, तार कोथरे रुचि रहउची, ये सब जिंस रे तुमे पिला पछरे पोको भलिया लागिबो। दिस आइडिया emphasizes that teachers should know their classes well। तामाने पिला तो स्टूडेंट्स को, टीचर तो स्टूडेंट्स को भल भाबरे जानिछि, पिला तो क्लास को भल भाबरे जानिछि, तो किछि प्रॉब्लम हेले पिला टीचर से एठी लागि रहइबो। देन स्कैफोल्डिंग। स्कैफोल्डिंग माने कोन? तुम गोटे टेम्पररी हेल्प तुमको करागला। स्कैफोल्डिंग कैन बी डन टू मैक्सिमाइज द स्टूडेंट लर्निंग। स्कैफोल्डिंग कैन बी डन during the class and across unit plans depending on the amount of modification needed। ता माने से कहला तुमे पिला मानकु किछि टेम्पररी हेल्प देई परिबो। तर गोटे पिला क्लास रे तुमे होमवर्क देइछ ना असाइनमेंट देइछ, किछि प्रोजेक्ट कर देइछ, पिलाटी करि परनी, तुमे तको स्कैफोल्ड कर परिबो। ता मतलब ता पिला मानकु किछि टेम्पररी हेल्प करि परिबो ताकि पिला ता परे माडी जिवो। तो पिला को किछि टेम्पररी हेल्प दबा को स्कैफोल्डिंग कुहा जाय। ता द्वारा पिलार मिस बिहेवियर पैटर्न भी भल रहइबो ना, हाँ मैम मते बुझे देले मु कली, पिला भी ता लर्निंग रे ओ बाधा हैला नाही। Reactive ignoring माने कोन? It is a strategy which ignores undesirable behavior thereby paying attention to desired behavior। पिला यदि किछि अनवांटेड बिहेवियर करूछि, किछि मिससेप करूछि, तुम इग्नोर करो, से सेमति करि करि रहिबो। हां, जे तुमे तार भलो जिंस को अटेंशन दियो, तार दुष्टामिता को इग्नोर करो, देन पिला कोन करिवो? से दुष्टामिता को करिवोनी, भलो जिंसटा करिवो। Mobile monitoring। The teacher's mobile present within the classroom allows students to know they are being watched at all time and are there to help them when needed। तो मते जेते बेले भी दरकार थिबो कागरे फोन अछि जानलो, तो समय सर मैम को कॉल करिके जिनसटा पछारि परलो। मोबाइल अछि माने तमे डरी के रहलो, जदि सर वीडियो करिके पठा देबे प्रिंसिपल को। हां, तो मोबाइल मॉनिटरिंग भी बहुत दरकार। देन टीचिंग पोजीशन। व्हेन टीचिंग पोजीशन इज इन फ्रंट ऑफ द क्लास, it is utilized for giving instruction and adoration। तुम adoreably छिड़ा हवा दरकार। एमती
ଅଣ୍ଟାରେ ହାତ ଦବା, ତଳେ ବସିବା, ଏଇ ସବୁ ଜିନିଷ କରିକି ପାଠ ପଢେଇଲେ ଟିଚିଂ ପୋଜିସନ ବି ଭଲ ରହିବ। କରେକ୍ଟିଭ ବିହେଭିୟରାଲ ମ୍ୟାନେଜମେଣ୍ଟ କଣ? ଫାର୍ଷ୍ଟ ପ୍ରିଭେଣ୍ଟିଭ ଦେଖିଲେ, ଦେନ୍ ସପୋର୍ଟିଭ ଦେଖିଲେ। ପ୍ରିଭେଣ୍ଟିଭ ରେ ମାଇନର ମିସବିହେଭିୟର କୁ ରୋକାଗଲା। ସପୋର୍ଟିଭ ରେ ତମର ଯୋଉଠି ଲର୍ଣ୍ଣିଂ ରେ ଡିଫିକଲ୍ଟି ଆସିବ ସେଇ ଜିନିଷକୁ ରୋକାଗଲା। ଏବେ କରେକ୍ଟିଭ ବିହେଭିୟରାଲ ମ୍ୟାନେଜମେଣ୍ଟ କଣ? Strategies are employed when there has been a significant violation of the class or school rules or the occurrence of extremely disruptive behavior। ଯେତେବେଳେ extreme level ହେଇଯାଇଥିବ करेक्शन ही दरकार, ताको करेक्टिव बिहेवियरल मैनेजमेंट कुहाଯାଏ। करेक्टिव बिहेवियरल मैनेजमेंट स्ट्रेटजीज कैन बी इम्प्लीमेंटेड बोथ इनसाइड एंड आउटसाइड द क्लासरूम। एटा क्लासरूम भितर भी तमे करेक्शन करि परिबो, आउटसाइड द क्लासरूम भी करेक्शन करि परिबो। दिस इज ऑफ टू टाइप्स। इंटरनल क्लासरूम करेक्टिव स्ट्रेटजी, जोटा क्लासरूम भितर तमे करेक्ट कलो। एक्सटर्नल क्लासरूम स्ट्रेटजी, ए दुटा अछि। क्लासरूम भितर पिलांको बाडी पिटिकी ठीक करेलो, पिला मानकु बुद्धि ठीक बाटो आणलो। क्लासरूम बाहर मध्य पिलांको पेरेंट्स को कंप्लेन करिकि भी तमे कहि परिबो जिंसको। देन आसिला टाइम मैनेजमेंट इन ए क्लासरूम, allocated टाइम, इंस्ट्रक्शनल टाइम, एंगेज टाइम एंड एकेडमिक टाइम। तो तीन प्रकार टाइम अच्छे पिले, गोटे हला allocated, देन आसिला इंस्ट्रक्शनल, देन आसिला एंगेज्ड। मु तुमको ओडिया रे कहूची बुझो, टाइम मैनेजमेंट को कहंती। allocated टाइम माने कोन? allocated टाइम माने जो टोटल टाइम थिबो, फिक्स टाइम जोटा थाए। तर गोटे सब्जेक्ट की क्लासरूम रे पढ़ा होचे, तर बायोलॉजी क्लास करा होचे, जोटे फिक्स टाइम अछि, 45 मिनिट्स और 40 मिनिट्स दिया है से क्लास टाको, तो ताको कह गला अलोकेटेड टाइम। तमे कंप्लीट करि परबो गोटे सिलेबस को ऑन टाइम या अलोकेटेड टाइम देले। तमे क्लासरूम रे डिसिप्लिन मेंटेन करि परबो। क्लासरूम ऑन टाइम स्टार्ट करबो। लेसन को प्लान करबा पूर्व, माने तुमरो पढेबा पूर्व तुम प्लानिंग करिक आसीथिबो, एक्सप्लेनेशन कोन देबो, एक्टिविटीज कोन रखिबो, केमती पिलांगु एंगेज रखिबो, केमती प्रॉपर्ली क्लास टा फिनिश करिबो। एमती जेमती कि धरो 40 मिनिट क्लास रे एमती भाग करबो। 5 मिनिट मु इंट्रोडक्शन देबी, 20 मिनिट मु टीचिंग रे सारिबी, होला 20 5 25, 10 मिनिट मु एक्टिविटी करेबी, 25 10 35, 5 मिनिट मु रिवीजन करेबी कोन पढेली, 35 5 40 हे गला। तो प्रॉपर यूज ऑफ allocated टाइम मेक्स क्लासरूम टीचिंग मोर ऑर्गेनाइज्ड एंड इफेक्टिव। जो तुम एमती allocated करके आसीथिबो टाइम टाको, ता माने श्रेणी कक्ष रे पाठ पढ़िबार निर्धारित समय, तुम 40 मिनिट माने 40 मिनिट, ए जाउची allocated टाइम। सिलेबस ठीक समय रे सरिबो। धर मु इंट्रोडक्शन देबी 5 मिनिट जेंति कहली, पाठ्यदान कली 10 मिनिट 20 मिनिट तमरो टीचिंग कली, 10 मिनिट तुमको एक्टिव किछि करेइली, तमरो एक्टिविटी किछि करेइली, देन पुणी जहां पढ़िली ताको समराइज करेइली बा रिवाइज करेइली, ताको 5 मिनिट देली, तो 40 मिनिट गला। ताको कहगला कोन? allocated टाइम। सुन था। देन असले इंस्ट्रक्शनल टाइम कोन? जोटा कि एक्चुअल टाइम स्पेंड बाय द टीचर इन टीचिंग एंड स्टूडेंट्स इन लर्निंग ड्यूरिंग द क्लास पीरियड। जोटा कि हमें कहबा ओडिया रे जदि हमें बुझे दोची, श्रेणी कक्ष रे टीचर पढ़ौची और छात्र माने सिखुचंती, ए यार ए जो सिखिबार प्रकृत व्यवहारिक समय को कहा जाय इंस्ट्रक्शनल टाइम। माने शिक्षा और शिक्षण, टीचिंग और लर्निंग पई जो समय दरकार हुए ताको कहंती इंस्ट्रक्शनल टाइम। जेमति कि आलोचना हला, तमे पढ़िलो शिखिलो, हाँ प्रश्नोत्तर माने तुमको टीचर क्वेश्चन पचारला, तमे आंसर कलो, एई सब जिंस शिखिबार जो समय को हाँ ताको कहंती। धर अटेंडेंस 40 मिनिट क्लास रे अटेंडेंस 5 मिनिट देलो, टीचिंग 25 मिनिट देलो, 25 5 35, एक्टिविटी 8 मिनिट करेलो, हाँ 25 5 30 30 8 38, माने टीचिंग प्लस एक्टिविटी ए दुटा मिसिले इंस्ट्रक्शनल टाइम ताको कहंती। माने यार व्यवहार जो तुम करबो ना, शिक्षार गोटे गुणवत्ता बढ़े। तो यार माने होचे शिक्षा और शिक्षण पई, लर्निंग टीचिंग पई जो समय व्यवहृत हला सेटा हला इंस्ट्रक्शनल टाइम। सुनुचो। देन एंगेज टाइम कोन? एंगेज टाइम माने कोन? जोथरे कि स्टूडेंट्स माने एक्टिवली इन्वॉल्व थिबे टीचिंग एक्टिविटीज रे, पिला माने अटेंशन दोथबे, पर्टिकुलर एक्टिविटी को एक्टिवली करूथबे, क्वेश्चन आंसर पचारुथबे, कंप्लीट करूथबे टास्क, ए सब जिंस को एंगेज, पिला एतिकरे एंगेज रहला। जेंति 40 मिनिट्स ऑफ क्लास रे 30 मिनिट्स टीचिंग गला, ओनली 20 स्टूडेंट्स आर एक्टिवली पार्टिसिपेट, ओनली 20 टा स्टूडेंट एक्टिवली पार्टिसिपेट करिसेंती। ता माने सेई 20 टा 20 मिनिट जो 20 टा पिला नो सरी, से 20 मिनिट जदि पिला एक्टिवली पार्टिसिपेट करिसेंती 30 मिनिट रो टीचिंग रो, से 20 मिनिट टा होची एंगेज्ड टाइम। पिला माने सेठी एंगेज्ड रहले, बुझिला। धर 40 मिनिट रो क्लास,
30 मिनिट पढ़ा है और 10 मिनिट तुम रिवाइज कि तुम इंट्रोडक्शन में जाइए 5 मिनिट से 30 मिनिट रू जब 20 मिनिट तुम पढ़ी एक्टिवली पार्टिसिपेट कर दैट विल बी कॉल्ड योर एंगेज्ड टाइम ए समय तुम एंगेज रहिला सो ग्रेटर एंगेज टाइम लीड्स टू बेटर क्लासरूम लर्निंग तुम जिते एंगेज रहिबो सक्रिय भाव में अंशग्रहण करिबो सेतके समय तुम बेनिफिट पाइबो तो ध्यान देकी जे समय तुम एंगेज रुह एटेन ध्यान सहित शुण प्रश्न उत्तर दियो कार्य भाग नियो सक्रिय अंशग्रहण कर सेटा को कहते एंगेज टाइम बुझिलो तो एतिकी जिनस अच्छी देखिदबा टाइम मैनेजमेंट कौन allocated time it is the total time allocated for teaching learning and routine classroom procedures like attendance and announcement ଯେତିକି ସମୟ for example trigonometry 9:10 ରୁ 10 am ପର୍ଯ୍ୟନ୍ତ ଅଛି social science 10 ରୁ 10:50 am ମାନେ 50 ମିନିଟ ଗୋଟେ କ୍ଲାସ ଧର ଅଛି instructional time କଣ instructional time is what remains after routine classroom procedures are completed it is a time wherein teaching and learning actually takes place ଯେତିକି ସମୟ ତମେ ଶିକ୍ଷଣ ଚାଲିଛି ଶିକ୍ଷକ ପଢଉଛନ୍ତି ଆଉ ତମେ ଲର୍ନ କରୁଛ ସେଇ ଟାଇମ କୁ କୁହନ୍ତି instructional time engage time କଣ engage time is also called time on task during engage time student are participating actively in learning activities ଏ ସମୟରେ କଣ ନା ଷ୍ଟୁଡେଣ୍ଟ ମାନେ ଆକ୍ଟିଭଲି ପାର୍ଟିସିପେଟ କରିଥାନ୍ତି ଆକ୍ଟିଭଲି ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାନ୍ତି ଓ ପାଠ ପଢିଥାନ୍ତି ଯାହାକୁ କୁହନ୍ତି ଏନଗେଜ୍ଡ ଟାଇମ okay they ask and respond to questions complete worksheets and excursions exercises prepare skits and presentation etc ଏଇ ସବୁ ଜିନିଷ ଆକ୍ଟିଭଲି ଭାଗ ନେଇଥାନ୍ତି ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାନ୍ତି ତାକୁ କୁହାଗଲା ଏନଗେଜ ଟାଇମ ଦେନ୍ ଏକାଡେମିକ ଲର୍ଣ୍ଣିଂ ଟାଇମ କଣ ଏକାଡେମିକ ଲର୍ଣ୍ଣିଂ ଟାଇମ ଗୋଟେ ଅଛି academic learning time occurs when student participate actively एकेडमिक माने तुम पिले माने जोटे एक्टिवली पार्टिसिपेट करिथिबे सक्सेसफुल हेइथिबे लर्निंग एक्टिविटी रे तो याको कहा गला प्रथमे एलोकेटेड टाइम देन इंस्ट्रक्शनल टाइम तापर असला एंगेज टाइम देन पिला माने जतिके समय लर्न करले गोटे एकेडमी वाइज सको गला एकेडमिक लर्निंग टाइम बुझिलो तो एतिके तमरो यूनिट 3 सॉरी यूनिट 2 एंड होची तो यूनिट 2 रो इंपोर्टेंट क्वेश्चंस जदी हबो फर्स्ट ऑफ ऑल काली कहइतली तुमको क्लासरूम मैनेजमेंट कोन क्लासरूम मैनेजमेंट केमिति करबा तार अप्रोचेस कोन हबो तार स्ट्रेटजीज कोन हबो ई सब जिंस लिखिले हे गला गोटे लॉन्ग क्वेश्चन देन आसिला डिफरेंट टाइप ऑफ स्टूडेंट्स गोटे लीडर्स फॉलोअर्स आवासले पैसिव्स ताको लिखिबो गोटे 5 मार्क्स क्वेश्चन देन आज हम देखिले से डिसिप्लिनरी स्ट्रेटजी टा एते इंपोर्टेंट क्वेश्चन नुहो देन आज हम देखिले कॉर्पोरल पनिशमेंट जोटा कि वेरी वेरी इंपोर्टेंट फॉर 5 मार्क्स 5 मार्क्स रे आसे कॉर्पोरल पनिशमेंट कोन तीन प्रकार रो लिखि देबो फिजिकल पनिशमेंट मेंटल हरासमेंट एंड डिस्क्रिमिनेशन ई तीनटा को भल भाबरे वर्णना कर देबो फ्लो चार्ट बने देबो नोट्स रे अछि से सरला 5 मार्क्स रो देन आसिला एबे जो हम देखिले डिफरेंट टाइप्स ऑफ टाइम्स ओके जिसे गोटे टाइम्स रे कोन आसिला गोटे चारटा टाइम गोटे एलोकेटेड टाइम इंस्ट्रक्शनल टाइम देन आसिला तमर कोन एंगेज टाइम देन आसिला एकेडमिक लर्निंग टाइम एई चारटा को भल भाबरे मन रखिबो चारि प्रकार रो एटा ओटीटी ओस्टेट रे भी क्वेश्चन आसे तो याको ठीक से मन रखिबो मो शॉर्टली तुमको आउ थरे कहि दोछि allocated माने टोटल टाइम प्लान हेतिबो टीचिंग लेसन पई जेमति कि टाइम गिवन इन टाइम टेबल तमरे एतिके समय बायो क्लास एतिके समय फिजिक्स क्लास एतिके समय केमिस्ट्री क्लास एतिके समय सोशल स्टडी क्लास एटा गला तमरो 40 मिनिट्स हो के 45 मिनिट्स हो एटा गुडी निर्धारित समय allocated टाइम देन आसिले इंस्ट्रक्शनल टाइम जोटा कि यूज हेतिबो टीचर फॉर टीचिंग जोटी कि टीचर कोन टीचिंग देइथिबो शिक्षण चलीथिबो एग्जांपल एक्सप्लेनिंग करूथबो राइटिंग किछु लेखा लेखौथबो ए सब जिंस कोहंती कोन ना इंस्ट्रक्शनल टाइम इंस्ट्रक्शन दिया गला माने लेखा गला एतके समय एक्सप्लेन करिला टीचर एतके समय तुम वर्क रे इन्वॉल्व हेलो तुम इंस्ट्रक्शनल वाइज गलो ताको इंस्ट्रक्शन वाइज गलो देन एटा गला इंस्ट्रक्शनल टाइम एंगेज टाइम कोन ଯେତେବେଳେ time when students are actively involved in learning ଯେତେବେଳେ ପିଲା actively engaged ମାନେ ପିଲା engaged ରହିଲା ଯେମିତି କି ପିଲା listen କରିବ ପିଲା answer ଦବ ପିଲା କିଛି ମାନେ doing work କିଛି ଜିନିଷ କାମ କରିବ activity କିଛି ତିଆରି activity କିଛି ବନେଇବ ହଁ କିଛି activity କରିବ ସେ କିଛି team work କରିବ ଏଇ ସବୁ ଜିନିଷ କଣ ନା ତ simply ହଉଛି allocated time ମାନେ given time ଯେତିକି ସମୟ ଦିଆ ହେଲା instructional time ମାନେ
टीचर रो टीचिंग टाइम मन रखिबो टीचर जति समय पढ़ेला एनगेज टाइम माने स्टूडेंट्स रो लर्निंग टाइम स्टूडेंट्स कोति की पढ़िला लास्ट को जो एकेडमिक लर्निंग ता माने होची पिला केते पार्टिसिपेट कला एक्टिवली आ केते सक्सेसफुल हला एते सब सरला परे पिलाटा केते सक्सेसफुल हला एक्टिविटीज पाई केते जिंस से सक्सेसफुली ग्रास्प कला ताको कहला एकेडमिक लर्निंग टाइम बुझिलो तो नोट डाउन करो खाता रे कतटा क्वेश्चन कहली आज कहली तुमको कॉर्पोरल पनिशमेंट 5 मार्क्स different types of time 5 marks काली କହିଥିଲି different types of students 5 marks ଆଉ how to manage classroom activities how to manage classroom management ତାର strategies ତାର approaches ସେଟା ହେଲା ଗୋଟେ your long questions ତ long question ଗୋଟେ କହିଲି short note ତିନିଟା କହିଲି